ହଁ କୁହନ୍ତୁ। ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଲଢ଼େଇ ଝଗଡ଼ା ହେଉଛି ଗୁରୁଜୀ। ହୁଁ। ଆଉ ଛୁଆଛୁତିକୁ ନେଇକି ମଧ୍ୟ ବହୁତ ଅସୁବିଧା ହେଉଛି। ସୀତା ଦେବୀ, ଆଜ୍ଞା। ଆପଣଙ୍କ ଘରେ ଲକ୍ଷ୍ମୀ ବନ୍ଧନ ପ୍ରଗତି ବନ୍ଧନ ଅଛି। ପିତୃପୁରୁଷ ବିନାଶକ ଅଛନ୍ତି ଯିଏ ସ୍ୱାସ୍ଥ୍ୟ ସ୍ୱାମୀଙ୍କର ଖରାପ କରୁଛନ୍ତି। ସ୍ୱାମୀଙ୍କର ଶରୀରକୁ ଶୁଖେଇ ଦେଉଛନ୍ତି ତଥା ଆପଣଙ୍କର ସ୍ୱାମୀଙ୍କୁ ନଭେମ୍ବର 2025ରେ ମାରିବା ପାଇଁ ସମୟ ସ୍ଥିର କରାଯାଇଥିଲା। ଆପଣ ଯେଉଁ ଘର କରିଛନ୍ତି ହଁ। ସେଇ ଘରକୁ ଯିବା ପାଇଁ ଜମାରୁ ଇଚ୍ଛା ହେଉନାହିଁ। ଡର ଲାଗୁଛି, ଆପଣଙ୍କୁ ଭୟ ଲାଗୁଛି ଯେ କ'ଣ ବାତାବରଣ ଥିବ, ଭୟଭୀତ ହେବେ। ମନେ ରଖିବେ, ଯଦି ଆପଣ ଚାହୁଁଛନ୍ତି ବିକି ଦିଅନ୍ତୁ, ନହେଲେ ବାହାରେ କୁଆଡ଼େ ରହିବାକୁ ଯାଆନ୍ତୁ। ଆପଣଙ୍କର ପିଲାମାନଙ୍କର ଭବିଷ୍ୟତ ଭଲ ଅଛି, କିନ୍ତୁ ତାଙ୍କୁ ବନ୍ଧନ କରି ରଖାଯାଇଛି। ତଥା 2 ଜଣ ପିଲାମାନଙ୍କର ଭାଗ୍ୟରେ ଉଚ୍ଚ ଅଧିକାରୀ ହେବାର ସୁଯୋଗ ଅଛି, ଯୋଗ ଅଛି। ଆଜ୍ଞା। ତଥା 2 ଜଣଙ୍କ ଉପରେ ତନ୍ତ୍ରକ୍ରିୟା କରାଯାଇଛି, ଯେମିତି ସେମାନେ ଆଗକୁ ବଢ଼ି ନ ପାରିବେ, ଯେମିତି ଭଲ ପରଫର୍ମାନ୍ସ କରି ନ ପାରିବେ। ଶ୍ୱଶୁର ଘର ତରଫରୁ ମଧ୍ୟ 2 ଜଣ ତନ୍ତ୍ରକ୍ରିୟା କରିଛନ୍ତି ତାଙ୍କ ଉପରେ, ଯେଉଁଥିରେ କିଛି ପରିଜନ ମଧ୍ୟ ସାମିଲ ଅଛନ୍ତି। ତଥା ଆପଣଙ୍କର କଣ୍ଢେଇ କରି ରଖାଯାଇଛି। ଶୀତଳା ମାତା ଆପଣଙ୍କର ହେଉଛନ୍ତି କୁଳଦେବୀ, ମହାଦେବ ହେଉଛନ୍ତି କୁଳଦେବତା। ସନ୍ତୋଷ ପ୍ରଧାନ ନାମକ ବ୍ୟକ୍ତିଙ୍କ ପାଖରୁ ସାବଧାନ ରହିବାର ଅଛି ଆପଣଙ୍କୁ। ଦେଖନ୍ତୁ, ଏଠାରେ ଲେଖା ହେଇଛି ମୀନାକ୍ଷୀ ଦେବୀ, ଆପଣଙ୍କ ଘରେ ତ ସବୁକିଛି ଠିକ୍ ଥାଇ ମଧ୍ୟ ସବୁକୁ ବିଗାଡ଼ି ଦିଆଯାଉଛି। ଜୀବନରେ ଯାହା ପ୍ରାପ୍ତ ହେଲା ତାହା ଭଲ ହେଲା ଏବଂ ତାହା ପିତୃପୁରୁଷଙ୍କ ପାଇଁ ହେଲା, କିନ୍ତୁ ତନ୍ତ୍ର ପାଇଁ ଏବେ ଯାହା ପ୍ରାପ୍ତ ହେଉଛି ସବୁ ବିଗିଡ଼ି ଯାଉଛି, ବାଧା ଅଛି। ଆପଣଙ୍କ ଉପରେ କରାଯାଇଛି ତଥା ଘରର ସୁଖ ଶାନ୍ତିକୁ ବାନ୍ଧି ଦିଆଯାଇଛି ତଥା ଆପଣଙ୍କର ପିଲାମାନଙ୍କ ଉପରେ ଉଚ୍ଚାଟନ କ୍ରିୟା କରାହେଇଛି ତଥା ଅକାଳ ମୃତ୍ୟୁରେ ମଧ୍ୟ କ୍ରିୟା କରାଯାଇଛି। ୟାଙ୍କ ଉପରେ ଅକାଳ ମୃତ୍ୟୁର କ୍ରିୟା କରାଯାଇଛି। କାଳୀ ଘାଟର ଦର୍ଶନ କରିବେ ଆପଣ, ସେଠାରୁ ସବୁକିଛି ଠିକ୍ ହେବ। ଗୋଟିଏ ଥର ଦର୍ଶନ କରିବେ ଆପଣ, ତେବେ ସବୁ ଜିନିଷ ଠିକ୍ ହେଇଯିବ। ତଥା ଆପଣଙ୍କ ଘରେ କ୍ରୋଧ ଅଶାନ୍ତିର ବାତାବରଣ ଲାଗି ରହିଛି ତଥା ପରିବାର ବିଚ୍ଛେଦର ମଧ୍ୟ କ୍ରିୟା କରାଯାଇଛି, ବିଚ୍ଛେଦର ମାନେ ଅଲଗା ଅଲଗା ରହିବେ, ଅଲଗା ଭିନ୍ନ ହେଇଯିବା ଭିନ୍ନ, ପାଇଁ ଯେମିତି ପୁଅ ଆପଣଙ୍କ ଅଲଗା ପାଖରୁ ହବା ପାଇଁ ଅଲଗା ହେଇଯିବେ, ସମସ୍ତେ ଅଲଗା ଏମିତି ହେଇଯିବେ, ତନ୍ତ୍ର। ସେପରି ତନ୍ତ୍ର ହେଇଛି। ତଥା ସ୍ୱାସ୍ଥ୍ୟ ମଧ୍ୟ ଖରାପ କରିବା ପାଇଁ ତନ୍ତ୍ର ଆଜ୍ଞା। କ୍ରିୟା କରାଯାଇଛି। ଆପଣଙ୍କର କଣ୍ଢେଇ ବନା ଆପଣଙ୍କର ହେଇଛି। କଣ୍ଢେଇ କରାଯାଇଛି। କଣ୍ଢେଇ କରି 3ଟି ଜାଗାରେ ଆପଣଙ୍କର ଛୁଞ୍ଚି ପୁରା ଯାଇଛି ଏବଂ ଆପଣଙ୍କ ହଁ। ଅଣ୍ଟାରେ ଗୋଟେ ଶିର ଦବିଛି, ଶିର ଦବି ଯାଇଛି। ସେଥିପାଇଁ ଅଣ୍ଟାରେ କଷ୍ଟ ହେଉଛି। ହୁଁ। L4 L5 ରେ ବହୁତ କଷ୍ଟ ହେଉଛି। ସେହି କଷ୍ଟ ଅଣ୍ଟାରୁ ଗୋଡ଼ ପର୍ଯ୍ୟନ୍ତ ମଧ୍ୟ ଆସୁଛି ଆସୁଛି। ଏବଂ ହାର୍ଟରେ ମଧ୍ୟ ବ୍ଲକେଜ କରାଯାଉଛି। ସେଇ କଣ୍ଢେଇ ମାଧ୍ୟମରେ ହାର୍ଟରେ ଥରେ ବ୍ଲକେଜ ହେଇସାରିଛି। କରାଯାଉଛି। ହେଇଛି ହଁ କିନ୍ତୁ ତାପରେ ହଁ, ବ୍ଲକେଜ ହଁ। ବ୍ଲକେଜ କରିବା ପାଇଁ ତନ୍ତ୍ରକ୍ରିୟା ହେଉଛି। ସ୍ୱାସ୍ଥ୍ୟ କ୍ରିୟାରେ ଅସୁବିଧା ହେବ, ମାଂସପେଶୀରେ କଷ୍ଟ ହେବ ଏବଂ କେବେ କେବେ ପୁରା ହଠାତ୍ ଜୋରରେ ଆପଣ କ୍ରୋଧୀ ହେଇଯିବେ, ରାଗ ଲାଗିବ। ଆସିଯାଉଛି। ଠିକ ଅଛି। ଅନିଲ କୁମାର ବାବୁ, ଆପଣଙ୍କର ଲକ୍ଷ୍ମୀକୁ ବାନ୍ଧା ଯାଇଛି। ଆପଣଙ୍କର ମନରେ ତନ୍ତ୍ର ହୋଇଛି। ଆପଣ ମନର କଥାକୁ ଠିକ୍ ଭାବରେ ପ୍ରକାଶ କରିପାରୁନାହାନ୍ତି। ଯାନବାହନ ଜନିତ ଦୁର୍ଘଟଣା ହେବା ପାଇଁ ଆପଣଙ୍କ ଉପରେ ତନ୍ତ୍ରକ୍ରିୟା କରାଯାଇଛି। ଆପଣଙ୍କର ଡ୍ରେସ୍ ଚୋରି କରାଯାଇଛି, ଆପଣଙ୍କର ବାନିୟନକୁ ଚୋରି କରାଯାଇ ଆପଣଙ୍କର ପୁତଲା କରି ତାପରେ ତନ୍ତ୍ରକ୍ରିୟା କରାଯାଉଛି, ଯେପରି ତାକୁ ଯାହା କଷ୍ଟ ହେବ ଆପଣଙ୍କୁ ମଧ୍ୟ ସେହି କଷ୍ଟ ହେବ। ଆପଣଙ୍କର ସ୍ତ୍ରୀଙ୍କୁ ମାନସିକ ରୋଗୀ କରି ଦିଆଯାଉଛି। ପିଲାମାନଙ୍କର ପାଠ ଉପରୁ ମନ ହଟିଯାଇଛି, ସେମାନେ ପାଠ ପଢ଼ିବା ପାଇଁ ଚାହୁଁନାହାନ୍ତି, କାରଣ ଏହି ପ୍ରେତ ତାଙ୍କ ବୁଦ୍ଧି ଉପରେ ପ୍ରଭାବ ପକାଉଛି। ଆଜ୍ଞା ଗୁରୁଜୀ। ଯାହା କରିବ ସେୟା କରୁଥିବ। ଯଦି ବାସନ ଧୋଉଥିବ ତାହେଲେ ବାସନ ଧୋଉଥିବ, ଗୋଟେ ପେନ୍ ଧରେଇଦେବେ ଏମିତି ଗାରେଇବ ତାହେଲେ ଗାରେଇ ଚାଲିଥିବ ଏମିତି, ବାସ୍। ବୁଝିପାରିଲେ? ତାକୁ ମାନସିକ ରୋଗୀ କରି ଦିଆଯାଉଛି। ଛୁଆଁଛୁତି ପାଇଁ ମଧ୍ୟ ବହୁତ ସେ ନିୟମ ପାଳନ କରୁଛନ୍ତି। ଗୋଟିଏ କଥା ମନେ ରଖିବେ, ଆଗାମୀ 13 ଜୁଲାଇକୁ ଆପଣ ଘରୁ ବାହାରକୁ ବାହାରିବେ ନାହିଁ। ସେଇଦିନ ଆପଣ ଘରେ ରହିବେ, ଯେତେ ମଧ୍ୟ ଇମ୍ପୋର୍ଟାଣ୍ଟ କାମ ହଉ, ଯେତେ ମଧ୍ୟ ସମସ୍ୟା ଆସୁ, 13 ଜୁଲାଇକୁ ଆପଣ ଘରୁ ବାହାରିବେ ନାହିଁ ବାହାରକୁ। ସେଇ ତାରିଖରେ ଆପଣଙ୍କୁ ବାହାରକୁ ହିଁ ବାହାରିବାର ନାହିଁ ଘରୁ, ଯାହା ବି ହେଇଯାଉ। ଗୁରୁଜୀ କେବଳ ହଁ, ଇଏ ଆଉ ବାକି ସବୁ ନାଇଁ ନାଇଁ, ବାହାରି କେବଳ ପାରିବେ? ସିଏ ଆପଣ ଆଜ୍ଞା ବାହାରି ପାରିବେ। ଗୁରୁଜୀ। ଟାଇମ୍ ଲେଖିକି ରଖିବେ, ଏଇ ତାରିଖରେ ଘରୁ ବାହାରିବେ ନାହିଁ, ଠିକ ଅଛି? ନା କୁହନ୍ତୁ ଆପଣଙ୍କର। ଗୁରୁଜୀ ପଙ୍କଜ କୁମାର। ପଙ୍କଜ ବାବୁ, ଆପଣଙ୍କର ଘରେ ବହୁତ ସମସ୍ୟା ଅଛି। ପିତାଙ୍କର ସ୍ୱାସ୍ଥ୍ୟ ଖରାପ ହେଉଛି, ଭାଇଙ୍କୁ ବର୍ବାଦ କରିବା ପାଇଁ ଏବଂ ତାଙ୍କର ଜୀବନ ଖରାପ ହେଇଯିବ, ଏପରି ତନ୍ତ୍ରକ୍ରିୟା କରିକି ରଖାଯାଇଛି। ବ୍ୟବସାୟକୁ ବାନ୍ଧିବାର ତନ୍ତ୍ର ୟାଙ୍କର ଏବଂ ଋଣରେ ବୁଡ଼ାଇବା ପାଇଁ ମଧ୍ୟ ତନ୍ତ୍ରକ୍ରିୟା କରାଯାଉଛି। ଆପଣଙ୍କ ଭାଇକୁ ନିଶାଗ୍ରସ୍ତ କରିବା ପାଇଁ ତନ୍ତ୍ରକ୍ରିୟା କରାଯାଇଛି ମହୁଲି ଗଛ ପାଖରେ। ମହୁଲି ଗଛରେ ମହୁଲି ଗଛ ପାଖରେ, ଯେପରିକି ଇଏ ନିଶାଗ୍ରସ୍ତ ହୁଅନ୍ତୁ ସେଥିପାଇଁ ତନ୍ତ୍ରକ୍ରିୟା କରାଯାଇଛି ଏବଂ ଘରେ ଯେପରି ମହିଳାମାନେ ନ ରହିବେ,
ଯେପରି ତାଙ୍କୁ କୌଣସି ସମସ୍ୟା ହେବ ସେମାନେ ବାରମ୍ବାର ଘରେ ନ ରହିପାରିବେ। ଛାଡ଼ପତ୍ର କରିବା ପାଇଁ ଉତ୍ପନ୍ନ କରିବା ପାଇଁ କଣ୍ଢେଇ କରିକି ରଖାଯାଇଛି ଏବଂ ପିଲାମାନଙ୍କୁ ପୀଡ଼ା ଦେବା ପାଇଁ ଏବେ 2 ମାସ ପୂର୍ବରୁ ତନ୍ତ୍ରକ୍ରିୟା କରାଯାଇଛି। ମାନେ ଯେପରି ମହିଳାମାନେ ନ ରହିବେ ଏବଂ ପିଲାମାନେ ମଧ୍ୟ ନ ରହିବେ, ବଂଶ ଯେମିତି ଆଗକୁ ବଢ଼ି ପାରିବେନି ସେପରି ତନ୍ତ୍ର ହେଇଛି। 7 ଜଣ ପ୍ରେତ ପୁରୁଣା ଅଛନ୍ତି ଏବଂ 9ଟି ପ୍ରେତ ନୂଆ ଅଛନ୍ତି। ଆପଣଙ୍କର ବ୍ୟବସାୟକୁ ମଧ୍ୟ ବନ୍ଧନ କରାଯାଇଛି ଏବଂ ଆପଣ ଆଗକୁ ଯେଉଁ ବିଜନେସ୍ କରିବାକୁ ଯାଉଛନ୍ତି ଟୋଟାଲ ଲସ୍, ହେଭି ଲସ୍ ସହିତ ଆପଣଙ୍କର ବ୍ୟବସାୟ ବହୁତ ଖରାପ ଚାଲିବ। ଏହିପରି ତନ୍ତ୍ରକ୍ରିୟା କରାଯାଇଛି। ଏବେ ଯେତେବେଳେ ତନ୍ତ୍ର କଟିବ, ବାରମ୍ବାର ସେ ପ୍ରହାର କରିବ ଆପଣଙ୍କ ଉପରେ, ସିଏ କ'ଣ ଚୁପ୍ ହେଇକି ରହିବ କେବେ? ବେଶୀ ଲେଖିଦେଇଛି ହେଲା, ନିଅନ୍ତୁ ତାଙ୍କ ପାଇଁ ଏଇଟା ତମର।